ବେଙ୍ଗଲରେ ବଡ଼ ଓଲଟଫେର ନିଜ ଗଡ଼ରେ ହାରିଲେ ଦିଦି ଶୁଭେନ୍ଦୁଙ୍କ ବିଶାଳ ବିଜୟ। ହାରିଲେ ବି କ୍ଷମତା ମୋହ ଛାଡ଼ୁନାହାନ୍ତି ମମତା। ଇସ୍ତଫାକୁ ମନା, ସମ୍ବିଧାନକୁ କଲେ ଅସମ୍ମାନ। 3. ଭବାନୀପୁରରେ ପରାଜୟ ପରେ ମଧ୍ୟରେ ଅଟଳ ମମତା ବାନାର୍ଜୀ। 7 ମଇରେ କ'ଣ ହେବ? ଜୟ ଶ୍ରୀରାମ ନାରା ଏବଂ ହୋଲି। ବେଙ୍ଗଲ ସଚିବାଳୟରେ କର୍ମଚାରୀଙ୍କ ଧୁମଧାମ ସେଲିବ୍ରେସନ୍। ଭାରତୀୟ ଗଣତନ୍ତ୍ରରେ ପ୍ରଥମ ଘଟଣା। ହାରିବା ପରେ ବି ପଦ ଛାଡ଼ିବାକୁ ନାରାଜ ମୁଖ୍ୟମନ୍ତ୍ରୀ। मेरा स्पष्ट मानना है कि आज से बंगाल की चुनावी जो आदतें फैली हुई हैं उसमें बदलाव आना चाहिए। आज जब भाजपा जीती है, ପଶ୍ଚିମବଙ୍ଗ ରାଜନୀତିରେ ଏବେ ହଟଚମଟ। ନିର୍ବାଚନ ଫଳାଫଳ ଆସିସାରିଛି, କିନ୍ତୁ ବେଙ୍ଗଲର ରାଜନୈତିକ ପାଣିପାଗ ଏବେ ବି ଗରମ। ନିଜ ଗଡ଼ରେ ଧରାଶାୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭବାନୀପୁର ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ମଧ୍ୟ ମମତାଙ୍କ ଜିଦ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପଶ୍ଚିମବଙ୍ଗରେ ଜନମତକୁ ଅସମ୍ମାନ କରିବାର ଏକ ନୂତନ ପରମ୍ପରା ଆରମ୍ଭ କରିଛନ୍ତି ମମତା ବାନାର୍ଜୀ। ନିଜେ ମୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ ନିର୍ବାଚନରେ ହାରିବା ପରେ ଇସ୍ତଫା ଦେବାକୁ ରୋକଠୋକ ମନା କରିଦେଇଛନ୍ତି ମମତା। ଭାରତୀୟ ଗଣତନ୍ତ୍ର ଇତିହାସରେ ଏଭଳି ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ସାମ୍ବିଧାନିକ ନୈତିକତା ଦୃଷ୍ଟିରୁ ପରାଜୟ ପରେ ତୁରନ୍ତ ପଦ ତ୍ୟାଗ କରିବା କଥା, କିନ୍ତୁ ମମତା ଏବେ ବି କ୍ଷମତା ମୋହ ଛାଡ଼ିପାରୁନାହାନ୍ତି। କ'ଣ କହୁଛି ସମ୍ବିଧାନ? ପ୍ରଶ୍ନ ଉଠୁଛି, ଯଦି ମମତା ବାନାର୍ଜୀ ଇସ୍ତଫା ନ ଦିଅନ୍ତି ତେବେ କ'ଣ ହେବ? ଆସନ୍ତୁ ଜାଣିବା ସାମ୍ବିଧାନିକ ବ୍ୟବସ୍ଥା। ଅନୁଚ୍ଛେଦ 172 ସମ୍ବିଧାନ ଅନୁଯାୟୀ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ମାତ୍ର 5 ବର୍ଷ। 7 ମଇ ସୀମା। ଆସନ୍ତା 7 ମଇ ପର୍ଯ୍ୟନ୍ତ ହିଁ ମମତା ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। ଅକାମୀ ଜିଦ୍। ଏହି ସମୟସୀମା ପରେ ମମତା ଇସ୍ତଫା ଦିଅନ୍ତୁ ବା ନ ଦିଅନ୍ତୁ, ତାଙ୍କ ପଦର ଆଉ କୌଣସି ସାମ୍ବିଧାନିକ ମୂଲ୍ୟ ରହିବ ନାହିଁ। ସରକାର ସ୍ୱତଃ ପ୍ରବୃତ୍ତ ଭାବେ ଅଚଳ ହୋଇଯିବେ। ଅନ୍ୟପଟେ ବେଙ୍ଗଲର ଚିତ୍ର ଏବେ ସମ୍ପୂର୍ଣ୍ଣ ଅଲଗା। ଦୀର୍ଘ ଦିନର ଶାସନର ଅନ୍ତ ଘଟିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କେବଳ ସାଧାରଣ ଲୋକ ନୁହନ୍ତି, ବରଂ ସରକାରୀ କର୍ମଚାରୀମାନେ ମଧ୍ୟ ଖୋଲାଖୋଲି ଭାବେ ଉତ୍ସବ ମନାଉଛନ୍ତି। ବେଙ୍ଗଲ ସଚିବାଳୟ ବା ନବାନ୍ନ ପରିସରରେ ଆଜି ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ସେଠାରେ କର୍ମଚାରୀମାନେ ହୋଲି ଖେଳିବା ସହ ଜୟ ଶ୍ରୀରାମ ନାରା ଦେଇ ବିଜୟର ଉତ୍ସବ ପାଳନ କରୁଛନ୍ତି। ଲୋକଙ୍କ ମନରେ ଏକ ନୂତନ ପରିବର୍ତ୍ତନର ଆଶା ଜାଗ୍ରତ ହୋଇଛି। ନିର୍ବାଚନ ହାରିବା ପରେ ମମତାଙ୍କ ଏହି ଆଚରଣ ତାଙ୍କୁ ଇତିହାସରେ କେଉଁ ସ୍ଥାନ ଦେବ ତାହା ସମୟ କହିବ। କିନ୍ତୁ ବେଙ୍ଗଲର ଜନତା ଏବେ ଏକ ନୂତନ ସକାଳ ଅପେକ୍ଷାରେ। ବ୍ୟୁରୋ ରିପୋର୍ଟ, ପ୍ରାଇମ୍ ଟାଇମ୍ ଓଡ଼ିଆ ନ୍ୟୁଜ୍। ନମସ୍କାର। ଏହି ଘଟଣା ନେଇ ଆପଣଙ୍କ ମତ କ'ଣ? ନିଜ ମତାମତ କମେଣ୍ଟ କରନ୍ତୁ ଏବଂ ଏଭଳି ଅନ୍ୟାୟ ଅବସାନ ପାଇଁ ଆମ ସହ ଯୋଡ଼ନ୍ତୁ। अपडेट तथ्य पाई आम चैनल को सब्सक्राइब करंतु एवं बेल आइकन दबांतु। भुवनेश्वर सुशांत नायक रिपोर्ट, प्राइम टाइम प्रेस। नमस्कार। जय श्री राम, 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 जय